हेले तारा रामचंद्र को धिकार करके कांदी कांदी कहउछंदी देखंतु आज्ञा एठी काको कि अभिशाप दब एठी जना पड़िछ। हां भाइया तू टिके एठी बाली हेबु तमे टिके रामचंद्र हबो रामचंद्र सर युद्ध करि छंदी बाली रामचंद्र शरागत बाली आज भूपात हो समय तारा आसिले सती देवी तारा कांदी कांदी कहते हे रघुनाथ मो स्वामी आपणकर कौन क्षति कर मो स्वामी की मारी कांदी कांदी तारा कहते रामचंद्र को लिखिं विश्वनाथ कुंतिया तारा सती सुनाए रघुमणि तेरे धर्म की पागला बोलबा सकुवासी मोरा पति गुणसी धीरे पाहिला हे रघुनाथ आज होइलिया नाथ आज होइलिया नाथ स्वामी नाथ आज होइलिया नाथ स्वामी
सुत व्रत अचाचा राजोत राजेन्द्र पण गो देले रघुनाथ आज होइलिया नाथ आज होइलिया नाथ कोपिळ कोपनोळे ताले दाळीची तोळ तंगू बोले रघुनाथ आज होइलिया नाथ आज होइलिया नाथ ଶୁଣିଥିଲି ବଡ଼ ଧାର୍ମିକ ବୋଲି ଏବେ ଦେଖିଲି ବଡ଼ ମନ୍ଦ ଏଡ଼େ କର୍ମ ଦେବେ ପଇଚା ବଜାରରେ हे रघुनाथ आज होइलिया नाथ आज होइलिया नाथ आपण माने जानि परथिबे रामचंद्र कोन कले ना बाली को रथ कर दैछन्दी
ବାଳି ବଧ ହେଇନି, ପିଣ୍ଡରେ ପ୍ରାଣ ଅଛି। ରାମଚନ୍ଦ୍ରଙ୍କ ଶରାଘାତରେ ଆଜି ବାଳି କଷ୍ଟ ଭୋଗ ପାଉଛନ୍ତି। ଏଇ ଯୋଉ କଷ୍ଟ ଭୋଗ କରୁଥିଲେ, ତାରା ଆସିକି ରାମଚନ୍ଦ୍ରଙ୍କୁ ଧିକାର କରିକି କହୁଛନ୍ତି, ହେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ର, ମୋ ସ୍ୱାମୀକି ବଧ କଲ, ଏଥିରେ କି ଦୋଷ ଅର୍ଜିଦେଲ? ମୋତେ ବିଧବା କରିଦେଲ ପ୍ରଭୁ। ମୋ ସ୍ୱାମୀ ଆପଣଙ୍କର କଣ ଭୁଲ କରିଥିଲା? କାନ୍ଦି କାନ୍ଦି ଆଜି ତାରା ଦେବୀ କହୁଛନ୍ତି ରଘୁନାଥ ରାମଚନ୍ଦ୍ରଙ୍କୁ, ସେହି ସମୟରେ ବାଳି ଆଜି ଯୋଉ ବୃକ୍ଷଟି ଲଗେଇଥିଲେ, ଯୋଉ ବୃକ୍ଷ ମୂଳେ ଲୁଚିକିରି ଆଜି ରାମଚନ୍ଦ୍ର ବାଳିକି ବଧ କଲେ, ସେ ବୃକ୍ଷର ନାଁ ଥିଲା କଣ? ମଧୁରକୁଣ୍ଡା। ଯେତିଆ ଯୁଗରେ ସେ ବୃକ୍ଷର ନାଁ ଥିଲା ମଧୁରକୁଣ୍ଡା, ଆଜି ସେ ବୃକ୍ଷର ନାଁ ଅଛି ପିତୁକୁଣ୍ଡା। ପିତୁକୁଣ୍ଡା ବୃକ୍ଷ ମୂଳେ ରାମଚନ୍ଦ୍ର ଲୁକିକିରି ବାଳିକି ବଧ କଲେ। ସେ ମଧୁରକୁଣ୍ଡା ବୃକ୍ଷ ଥିଲା, ତାର ପତ୍ର ମିଠା ଥିଲା, ତାର ଫଳ ମିଠା ଥିଲା, ତାର ଚେର ମିଠା ଥିଲା। ବୃକ୍ଷଟି ପୁରା ଅମୃତ ଭଳି ମିଠା ଥିଲା। ଯୋଉ ଦିନଠୁ ବାଳି ବଧ ହେଲା, ରାମଚନ୍ଦ୍ର ଲୁକିକିରି ବୃକ୍ଷ ମୂଳେ ମାରିବା ଯୋଗୁ ସେ ବୃକ୍ଷକୁ ବାଳି ଅଭିଶାପ ଦେଇଦେଲେ। କହିଲେ, ହେ ବୃକ୍ଷରାଜ, ତୋତେ ମୁଁ ରୋପଣ କରିଥିଲି, ଆଜି ତୋ ପାଖରେ ରହିକି ରାମଚନ୍ଦ୍ର ମୋତେ ମାରିଦେଲେ। ତୋତେ ମୁଁ ଅଭିଶାପ ଦଉଛି, ତୋତେ ମୁଁ ପାଣି ଦେଇକିରି ବଡ କରିଥିଲି, ପ୍ରଥମରେ ମୁଁ ତୋତେ ଆଣିଥିଲି, ତୋତେ ମୁଁ ଲଗେଇଥିଲି, ମୋ ଯୋଗୁ ତୁ ବଡ ହେଇଥିଲୁ, ତୋ ଯୋଗୁ ଆଜି ମୋର ପ୍ରାଣଟା ଗଲା। ତେଣୁକରି ବୃକ୍ଷ, ତୋତେ ମୁଁ ଆଜି ଅଭିଶାପ ଦଉଛି, ତୁ ତ ମଧୁରକୁଣ୍ଡା ହେଇଥିଲୁ, ତୁ ପିତୁକୁଣ୍ଡା ହେଇଯିବୁ। ତୋତେ ଆଉ କେହି ମଧ୍ୟ କୁଣ୍ଡରେ ମାରିବେ ନାହିଁ, ସବୁ ଥୁ ଥୁ କରି ତୋତେ ଫୁଟିବେ, ସେ ପାଟିରେ ମାରିବେ। ତେଣୁକରି ଆଜ୍ଞା ସେ ପିତୁକୁଣ୍ଡା ହେଇଛି ଆଜି କଳିଯୁଗରେ। ଯୋଉ ମଧୁରକୁଣ୍ଡା ବୃକ୍ଷଟି ଥିଲା, ଆଜି ତାକୁ ଅଭିଶାପ ଦେଲେ, ତୁ ଶୁଭ କାର୍ଯ୍ୟରେ ଲାଗିବୁ ନାହିଁ, ତୋତେ କିଏ ପୂଜା କରିବେ ନାହିଁ। ବାଳି ଅଭିଶାପ ଦେଇଦେଲେ। ତେଣୁକରି ପିତୁକୁଣ୍ଡା ଆଜ୍ଞା ଅଶୁଭ କାର୍ଯ୍ୟରେ ଲାଗୁଛି। ତାକୁ ଭୂତ କି ପ୍ରେତ ଆସିଥିଲେ ପିତୁକୁଣ୍ଡା କାଳରେ ଧରିକିରି ଛାଡୁଛନ୍ତି ଲୋକ। ଆଉ କିଏ କାଳେ ହେଇଯାଇଥିବ ବୋଲେ ତାର ପିତାଦିନ ପତ୍ର ଟିକେ ପଡିବ, ତାହେଲେ ପିତୁକୁଣ୍ଡା ପତ୍ର ଟିକେ ପଡୁଛି, ଅଶୁଭ କାର୍ଯ୍ୟରେ ଲାଗିବ। ବାଳି ଅଭିଶାପ ଦେଇଦେଲେ। ସେଇଠି ରାମଚନ୍ଦ୍ରଙ୍କୁ କହିଲେ, ହେ ରଘୁନାଥ, ମୋ ସ୍ୱାମୀକି ଆପଣ ମାରି ଦେଇଛନ୍ତି, ମୋ ସ୍ୱାମୀ ଆପଣଙ୍କର କିଛି ଭୁଲ କରିନାହାନ୍ତି। ମୁଁ ପୂର୍ବରେ ଶୁଣିଥିଲି ସୂର୍ଯ୍ୟବଂଶର ରାଜାମାନେ ବଡ ଧାର୍ମିକ ବୋଲିକି। ତମେ ଜଣକ ସହିତ ମୈତ୍ର ବାନ୍ଧିଲ, ଦୁଇ ଭାଇ ଭିତରେ ଯଦି ସମ୍ପତ୍ତିରେ ଭାଗିବାର ଥିଲା, ଭାଗ ବାଣ୍ଟି ଦେଇଥାନ୍ତ ସମକକ୍ଷ ଭାବରେ। ଜଣକୁ ମୈତ୍ର ବାନ୍ଧିଦେଲ, ଜଣକୁ ମାରିଦେଲ, କି ଯଶ ଆଇନ ରଖିଲ, ମୋତେ ବିଧବା କରିଦେଲ। ରାମଚନ୍ଦ୍ର ଆଉ ସହିପାରିଲେ ନାହିଁ। ମର୍ଯ୍ୟାଦା ପୁରୁଷ ଭଗବାନ ରାମଚନ୍ଦ୍ର କହିଲେ, ତାରା, ତମେ ସତୀ କନ୍ୟା, ମୁଁ ତମ ସ୍ୱାମୀକି ମାରିଛି, ପ୍ରକୃତ ମାରିବାକୁ ଯାଇଛି। ମୁଁ କାହିଁକି ମାରିଛି ଜାଣିଛ? ମୁଁ ବିନା ଦୋଷରେ କେବେ କାହାକୁ ମାରେନି। ମୁଁ ମାରିବାର ଗୋଟେ କାରଣ ଅଛି। କାହିଁକି? ରାମଚନ୍ଦ୍ର କଣ ବୋଲି କହିଲେ, ଜ୍ୟେଷ୍ଠ ଭାଇ ହୋଇ ଅନିଷ୍ଟ ଭାରି ବଳତାରେ ସେ ଧରିଲେ। ରାମ ବୋଲନ୍ତି ସତୀ ମୋର ଦୋଷ ନାହିଁ, ତାଙ୍କ ଧର୍ମେ ସେ ମଲେ ଗୋ। ମହାସତୀ আজ মু ফেরিবি দুর্গতি, আজ মু ফেরিবি দুর্গতি। জ্যেষ্ঠ ভাই হইন কনিষ্ঠ ভাই যাবো সে হরণ কলে, যাকে ছুইলে মহাপাপ। আজ ইয়ে বড় ভাই হই সান ভাইর ভার্যাকে ইয়ে বলৎকারের হরণ করেছি। ইয়ে গোটে অনীতি কথা, ইয়ে গোটে পাপ কথা।
ତେଣୁକରି ମୁଁ ତାକୁ ବଧ କରିଛି। ଇଏ ସଂସାରକୁ ଦୂଷିତ କରୁଥିଲା ବାଳି, ଏ ଅନୀତି ଯାକ ଏ ସଂସାର କେବେ ଧର୍ମ କେବେ ସହିବ ନାହିଁ। ତେଣୁକରି ମୁଁ ରାମଚନ୍ଦ୍ର ତାକୁ ବଧ କରିଛି। ଆଉ ତମେ ସତୀକନ୍ୟା, ଯଦି ତମେ କହିବ ମୋ ସ୍ୱାମୀକି ବଞ୍ଚେଇ ଦିଅ ବୋଲି, ତାହେଲେ ମୁଁ ତମ ସ୍ୱାମୀକୁ ବଞ୍ଚେଇ ଦେବି। କେମିତି ବଞ୍ଚେଇବି ଜାଣିଛ? ଔଷଧି ମୁରେ ରଖିବି ତାଙ୍କ ପ୍ରାଣ, ବଞ୍ଚାଇ ଦେବି ତୁମ୍ଭପତି। মঙ্গবাণী শুনাতে কবি মণি অচেত হই উঠিবতি। হে রঘুনাথ আজ মো কইলি কৃতার্থ, আজ মো কইলি কৃতার্থ। ଭଗବାନ ଅର୍ଜୁନ ପୁରୁଷ ରାମଚନ୍ଦ୍ର କହିଲେ, ଗୋ ସତୀକନ୍ୟା, ତମର ବିଧବା ଯୋଗ ନାହିଁ। ତମେ ମତେ ଅଭିଶାପ ଦଉଛ, ଅଭିଶାପ ଦଉଛ, କିନ୍ତୁ ମା ମୁଁ ଗ୍ରହଣ ଯୋଗ୍ୟ। କାହିଁକି ନା ତମ ସ୍ୱାମୀକୁ ମୁଁ ବଧ କରିବାକୁ ଯାଇଛି। ତାରା କହିଲେ, ହେ ରାମଚନ୍ଦ୍ର, ମୋ ସ୍ୱାମୀକି ଯେମିତି ମାରିଛ ଏ ଜନ୍ମରେ, ଆର ଜନ୍ମରେ ମୋ ପୁଅ ଅଙ୍ଗଦ ଜାରାଶବର ହେଇକିରି ଜନ୍ମ ହବ, ତମକୁ ସିଏ ମାରିବ। ଭଗବାନ ରାମଚନ୍ଦ୍ର ସ୍ୱୀକାର କଲେ କଥା। ତେଣୁକରି ଯିଏ ରାମ ଅବତାରରେ ଆର ଜନ୍ମରେ ସେ କୃଷ୍ଣ ହେଇକିରି ଜନ୍ମ ହେଲେ, ଶିଆଳି ଲୋକରେ ତ ଦୋଳି ଖେଳୁଥିଲେ, ସେ ଅଙ୍ଗଦ ଜାରାଶବର ହେଇକିରି ଜନ୍ମ ହେଲା, ସେ କୃଷ୍ଣଙ୍କୁ ବିଧ କରିଥିଲେ। ସିଏ ହଉଛି ସେ ଜାରାଶବର। ଆଜି ରାମଚନ୍ଦ୍ର କାନ୍ଦି କାନ୍ଦି, ରାମଚନ୍ଦ୍ରକୁ କାନ୍ଦି କାନ୍ଦି ତାରା ଅଭିଶାପ ଦେଇଥିଲେ, ମୋ ପୁଅ ତୁମକୁ ମାରିବ। ବାଳି ଅଭିଶାପ ଦେଇଥିଲେ ବୃକ୍ଷକୁ, ରେ ମଧୁର କୁଣ୍ଡ ବୃକ୍ଷ, ତୁ ମଧୁର ଥିଲୁ, ତୋ ଯୋଗୁ ବୋଲି ମୁଁ ଆଜି ମରିଯାଇଛି, ତୁ ପିତୃକୁଣ୍ଡା ହେଇଯିବୁ। ବୃକ୍ଷଟି କାନ୍ଦି କାନ୍ଦିକିରି ରାମଚନ୍ଦ୍ରକୁ କହିଲେ, କହିଲେ, ହେ ପ୍ରଭୁ, ଆପଣ ମତେ କହିବା ଯୋଗୁଁ ମୁଁ ଆଜି ମିଛ କଥା କହିଦେଲି। ମୁଁ ବାଳିକି ସଂକେତ ଦେଲି ନାହିଁ, ତେଣୁକରି ମୋ ଯୋଗୁ ବାଳି ବଧ ହେଇଗଲା। ଆପଣଙ୍କ ଯୋଗୁ ମୁଁ ଅପୂଜ୍ୟ ହେଇଗଲି। ମତେ ଆଉ କିଏ ପୂଜା କରିବେନି। ମୁଁ ଯୋଉ ମଧୁର ହେଇଥିଲି, ମୁଁ ଏବେ ପିତା ପାଲଟି ଗଲି। ମତେ ଯିଏ ତୁଣ୍ଡରେ ମାରିବ, ସେ ଠୁ ଠୁ କରି ଥମ୍ପିବ। ପ୍ରଭୁ, ମୁଁ ଆପଣଙ୍କ ଯୋଗୁ ଏତିକି ସରି ହେଇଯାଇଛି। ରାମଚନ୍ଦ୍ର କହିଲେ, ହେ ବୃକ୍ଷରାଜ, ତମେ ପିତୃକୁଣ୍ଡା ହେଲେ ହେଲେ ମଧ୍ୟ ମୁଁ କଳି ଯୁଗରେ ତମ ଶରୀର ଭିତରେ ମୁଁ ରହିବି। କଳି ଯୁଗରେ ମୁଁ ଦାରୁ ଦେବତା ହେବି, ତମେ ହେବ ଦାରୁ, ମୁଁ ହେବି ବ୍ରହ୍ମ। ତେଣୁକରି ଆଜ୍ଞା ପିତୃକୁଣ୍ଡାରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ଶରୀର କହିଥିଲେ ବୃକ୍ଷକୁ, ତମେ ମନ ଦୁଃଖ କରନ, ତମେ ହବ ଦାରୁ, ମୁଁ ହେବି ବ୍ରହ୍ମ। ଦାରୁ ବ୍ରହ୍ମ ରୂପରେ ମୁଁ ଜନ୍ମ ହେବି କଳି ଯୁଗରେ ତମ ଦେହ ଭିତରେ। ତେଣୁକରି ଲୋକେ ମୋତେ ପୂଜା କଲେ ତୁମକୁ ମିଳିବ, ତମେ କିଛି ଦୁଃଖ ପ୍ରକାଶ କରନି ବୋଲି ଏ ପିତୃକୁଣ୍ଡା ବୃକ୍ଷକୁ ରାମଚନ୍ଦ୍ର କହିଥିଲେ। ସେଠି ବାଳି ଥରି ଥରିକିରି ଉଠିଲା। ପ୍ରଭୁ ପ୍ରଭୁ, हे मर्यादा पुरुष रामचंद्र, हे रामचंद्र, हे रघुनाथ, हे रघुनाथ, मते मरिबा को दिए, मते औषध देके मते बंचानी प्रभु, बंचानी प्रभु। जदि कालमते मु बंचीबी कौनसी राक्षस हस्तरे मोले पोक की चोक होकरी रहिबी प्रभु। तेणुकरी हे पुरुषोत्तम रामचंद्र, आपणक हस्तरे मोले मु
ସ୍ୱର୍ଗଗାମୀ ହେବି ମୋ ଜୀବନଟା ଧନ୍ୟ ହେଇଯିବ ପ୍ରଭୁ ମୋ ସ୍ତ୍ରୀଙ୍କ କଥା ଶୁଣି ମତେ ବଞ୍ଚାନ୍ତୁନି ପ୍ରଭୁ ପ୍ରଭୁ ମତେ ମରିବାକୁ ଦିଅ ମରିବାକୁ ଦିଅ ପ୍ରଭୁ। ଏତେ ବନୀଣ ବାଳି ପଡ଼ିଲା ମହିଷରେ ଅନ୍ତରି ଖରୁ ପ୍ରାଣ ଗଲା ବୋଲଇ ବିଂଶି ସୁର ଦେଖାଳି ମରଣ ବୈକୁଣ୍ଠ ପୁରରେ ମିଳିଲା ହେ ମହାସତୀ ହୋଇ ସତୀ ଆଜ ତାରାଙ୍କର କଥା ଶୁଣି ଆରଦଣ୍ଡେ କୃଷ୍ଣ ରାମ ଯେ କି ରାମ ଅବତାର ଥିଲେ ସେ କୃଷ୍ଣ ତାଙ୍କର ପୁଅ ବାଳି ଥିଲେ ଅଙ୍ଗଦ ବାଳିପୁତ୍ର ଥିଲେ ଅଙ୍ଗଦ ସେ ଅଙ୍ଗଦ ଦାରାଶବର ହେଇକି ଜନ୍ମ ହେଲେ କୃଷ୍ଣଙ୍କୁ ବିଦ୍ଧ କରିଥିଲେ ହେଲେ ସେ ଦାରାଶବର ଗାଡିଟାକୁ ଖରାପ କରିଦେଲା ମା ଦାରାଶବର ଗାଡିଟାକୁ ଖରାପ କରିଦେଇଛି ଆଚ୍ଛା ଗାଡି କୋଉଠି ତିଆରି ହବ